श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं यतिगिरि यत्कृपातमहं वन्दे परमानंद माधवं। भागवत महापुराण द्वितीय स्कंद नवम अध्याय। श्री शुक उवाच। शुक कहन्ति राजाये ताहार प्रश्न अनुरागे। शुणनु पति पुण्य देहा तुमते पचारिलु जाहा। विष्णुर क्रीडा आत्मा गुण सृष्टि पालन संहारण। आत्मा माया रे सृष्टि करे से माया के बा कड़ी पारे। करई सकल संभव स्वप्न जे सने अनुभव। एक था ईश्वर वचने न घटे शास्त्र अनुमाने। जेणु से माया रे मिसई एकु अनेक प्रकाशई। स्वभावे आत्मा बहुरूपी रूप प्रकाशे सर्वव्यापी। जे रूपे थाई जे बागुणे मुहि मोहर प्राय मणे। सत्य प्रकाशे सर्वदेहे निरते आत्मा रूपे रहे। पर अपर न लागई काल मायार भेद काहि। माया क्रमश सत्य प्राय सत्य असत्य भेद नुहे। आत्मार जान सुधि अर्थे कहिले ब्रह्मार ग्रते। से जेणु घर तप करी अनेक कष्टे प्राण धरी। तपे तो शिला भगवान तेणु पाइला दर्शन। निर्मल निष्कपट चिते तेणु चिंतिला हृदगते। शुण कहिबा तो अग्रते ब्रह्मांकु दिशिला जमते। से आदि देव गण गुरु भक्त भजने कल्पतरु। निज भुवने सुखे थिला ब्रज बिहारे इच्छा कला। आत्मा रे आत्मा मायाग्रस्ते प्रपंच निर्वाण जे मन्ते। नाभिरु पद्म कला जात जहु जन्मिले चतुर्माथ। से पुणी चिंता भरे रही पर पर न जानई। चिंता विच्छेद भावे मने शबद शुभिला गगने। जले कमल मध्ये थिला सेबेनी अक्षर शुणिला। ओंकार
ଓଙ୍କାର ଆଦି ଷଟଦଶ ପଞ୍ଚମୀ ଶ୍ରୀତେ ଏକବିଂଶ ଶବଦେ ତପ ଉଚ୍ଚାରଣେ ନିଷ୍ପିଞ୍ଚନଙ୍କ ନିଜ ଧନ ସେ ବାଣୀ ଶୁଣି ବ୍ରହ୍ମା କର୍ଣ୍ଣେ ନିରୋଳି ଚାହିଁଲା ଗଗନେ ଦିଗ ସହିତେ ଅନାଇଲା କାହିଁ ଯେ କିଛି ନ ଦେଖିଲା ସେ ପୁଣି ରହି ନିଜ ସ୍ଥାନେ ଆତ୍ମାର ହିତ ଚିନ୍ତି ମନେ ଜାଣିଲା ଏ ପରମ ତତ୍ତ୍ୱ ତପସାଧନେ ଦେଲା ଚିତ ଏ ମୋହିତ ବୋଲି ଜାଣି ନିଶ୍ଚଳ ମନେ ସୁଖ ପାଣି ଅମେଘ ଦୃଷ୍ଟି ସେ ବିଧାତା ତପେ ବଢ଼ିଲା ତାର ଚିନ୍ତା ଦେବବର ସେ 10 ତପେ ସେ କଲା ଦୃଢ଼ ଚିତ ମନ ପବନ କଲା ବନ୍ଦୀ 10 ଇନ୍ଦ୍ରିୟ ଗଣ ରୁନ୍ଧି ସେ ସତ୍ୟ ତପେ ସର୍ବଲୋକେ ତପ ସୂର୍ଜନ ଅତିରେକେ ତପ ପ୍ରତାପେ ନରହରି ମିଳିଲେ ନିଜ ରୂପ ଧରି ସେ ରୂପ ନ ଜାଣନ୍ତି କେହି ମାୟା ସଂସାରେ ଦେହ ବହି ବିଷ୍ଣୁ ପ୍ରସନେ ପ୍ରଜାପତି ଛାଡ଼ିଲା ମନୁ ଦୁଃଖ ଭ୍ରାନ୍ତି ଶୂନ୍ୟ ବିଜୟେ ନରହରି ଅଶେଷ ଦେବଙ୍କରେ ଭରି ଯାର ଶରୀରେ ରଜତମେ ପଶି ନ ପାରନ୍ତି ସମ୍ଭ୍ରମେ ଯେ ଅନ୍ୟ କାଳର ବିକ୍ରମ ସେବା ହୋଇବ କାହିଁ କ୍ଷମ ମାୟା ନ ପାରେ ପଶି ଯହିଁ ଦେବେ ଜାଣିବେ ତାହା କାହିଁ ବିମାନ ମଧ୍ୟେ ନାରାୟଣ ବେଷ୍ଟିତ ପାରିଷଦଗଣ ସର୍ବେ ଦିଶନ୍ତି ବିଷ୍ଣୁ ତେଜ ଶୋଭାବେ ଚାରି ଚାରି ଭୁଜ ଶ୍ୟାମ ସୁନ୍ଦର ତନୁ ବର୍ଣ୍ଣ ଅରୁଣ ପଙ୍କଜଲୋଚନ ହଳଦୀ ବସ୍ତ୍ର ପରିଧାନ ସୁରୁଚି ସୁନ୍ଦର ବଦନ ମଣିଲମ୍ବିତ କଣ୍ଠ ଦେଶେ କାମଗଞ୍ଜନ ନିଜ ବେଶେ ପ୍ରବାଳ ବୈଦୁର୍ଜର ଜ୍ୟୋତି ମୃଗାଣ ପ୍ରାୟ ଝଟକନ୍ତି କିରୀଟ ଗଞ୍ଜନ କପଳ ଶ୍ରବଣ ମକର କୁଣ୍ଡଳ ତେଜ ବିରାଜେ ନଭସ୍ଥଳୀ ବେଷ୍ଟିତ ପାରିଷଦ ମିଳି ଦିବ୍ୟ କାମିନୀ ଖଗହଣେ ବିଜୁଳି ନୀଳ ମେଘେ ଜେନେ ଅଷ୍ଟବିଭୂତି ସଙ୍ଗ ମେଳେ କମଳା ସେବେ ପାଦ ମୂଳେ ଦିବ୍ୟ ଦୋଳିକା ମଧ୍ୟେ ନାରୀ
পুষ্পবরসে স্তুতি করি। যে রূপে বিষ্ণু নভস্থলে ব্রহ্মা দেখিলে বেনি ডোଳେ। যার মহিমা ଦାଶରଥି ଭକ୍ତ ଜନଙ୍କ ଅଧିପତି। ଜଗତପତି ସର୍ବଗତି ତା ମାୟା କେହି ନ ଜାଣନ୍ତି। ସୁନ୍ଦର ନନ୍ଦ ପ୍ରଚାଳାଦି ଅହନ ସହିତେ ଆମୋଦି। ପୂଜନ୍ତି ଶଙ୍କର ସ୍ୱଭାବେ ମିଳିନ ସମସ୍ତେ ସଚିବେ। ତାଙ୍କୁ ଦେଖିଲେ ମନେ ହୁଏ ଭୃତ୍ୟ ପ୍ରସାଦ ଦେଲା ପ୍ରାୟ। ତାହାଙ୍କ ନୟନ ଯୁଗଳ ବର୍ଷନ୍ତି ମଉ ତାର ଜଳ। ଶ୍ରୀମୁଖ ପ୍ରସନ୍ନ ବଦନ ଅରୁଣ ପଙ୍କଜଲୋଚନ। ମସ୍ତକେ କିରୀଟ ବିରାଜେ କର୍ଣ୍ଣେ କୁଣ୍ଡଳ କଟି ମାଜେ। ଶୋଭଇ ପୀତ ଯେ ବସନ ଲକ୍ଷ୍ମୀ କ୍ରୀଡ଼ନ୍ତି ହୃଦେ ଜାଣ। ଅମୂଲ୍ୟ ସିଂହାସନେ ସ୍ଥିତି ବେଷ୍ଟିତ ସକଳ ବିଭୂତି। ହେମନ୍ତ ରୂପ ବ୍ରହ୍ମା ଦେଖି ଉଠିଲେ ଆସନ ଉପେକ୍ଷି। କୃଷ୍ଣର ଦର୍ଶନେ ଆହ୍ଲାଦ ଆନନ୍ଦ ହୋଇ ଗଦ ଗଦ। ଲୋମହର ସେ ତନୁ ପୂର୍ଣ୍ଣ ପ୍ରେମ ଭର ସେ ଅଶ୍ରୁଲୋଚନ। କୃଷ୍ଣର ପାଦ ପଦ୍ମ ଚାହିଁ ମିଳିଲା ଶିରେ କର ଦେଇ। ଆନନ୍ଦ ସାଗରେ ଚୁଡ଼ିଲା ଅଧିକେ ଆତ୍ମା ପାଶୋରିଲା। ଅତି ଆନନ୍ଦେ ପ୍ରେମ ସୁଖେ ସେ ବ୍ରହ୍ମା ବିଷ୍ଣୁର ସମ୍ମୁଖେ। ପ୍ରଜା ସର୍ଜନେ ତାର ମନ ଜାଣିଲେ ପ୍ରଭୁ ଭଗବାନ। ବ୍ରହ୍ମା ବଦନ ହରି ଚାହିଁ ଈଶତ ହାସ୍ୟ ବାକ୍ୟ କହି। ଆତ୍ମାର ପ୍ରାୟ ପ୍ରାୟ କରି ବ୍ରହ୍ମାର କର କରେ ଧରି। କର ଅଞ୍ଜଳି ବ୍ରହ୍ମା କରେ ସମ୍ଭ୍ରମେ ନିମ୍ରତ ପସାରେ। ଶ୍ରୀ ଭଗବାନ ବାଚ हे देव गर्भ सृष्टि अर्थे। तुम्हे जे तपे तोषी मोते। अति दुष्कर चिर तपे तेणु मु तोषे तो समीपे। स्वभावे जोगी की दुर्लभ ମୁଁ ତୋତେ ହୋଇଲି ସୁଲଭ। ମଙ୍ଗଳ ଶୁଭ ହେଉ ତୋତେ ବର ଯେ ମାଗ ଦୃଢ଼ ଚିତେ। ମୋହର ଦର୍ଶନ ଯେବେ ପ୍ରାଣିଲ ଭଇ ପୁଣ୍ୟ ଗର୍ଭେ। ତାହାର ଗତି ପୁଣ୍ୟ ଧାମ ଅନ୍ତରେ ହୋଇ ଆତ୍ମାରାମ। ଗଗନେ ଶୁଣି ମୋ ବଚନ ତୁହି ଯେ ତପ କଲୁ ମନ। କର୍ମ ବିଭ୍ରମ ଦେଖି ତୋତେ ମୁଁ ଆଜ୍ଞା ଦେଲି ଶୂନ୍ୟ ପଥେ।
ବୋଇଲି ଚିତେ ତପକର ମୁଁ ତୋତେ ହୋଇବି ଗୋଚର ମୋର ହୃଦୟ ତପ ଜାଣ ତପେ ଥରଇ ଦଶ ପ୍ରାଣ ତପେ ମୁଁ ସୃଷ୍ଟି କରିଦେ ପୁଣି ହଂସ ହାରି ତପ ବଳେ ତପର ବଳେ ଜଗତ ମହିଧରଇ ଅବିରତ ବ୍ରହ୍ମବଚ ତୁ ନାରାୟଣ ଭୂତେଶ୍ୱର ପ୍ରାଣୀଙ୍କ ହୃଦେ ତୋ ବିହର ତ୍ରୁହୃଦ ପଦ୍ମ ମଧ୍ୟେ ଥାଇ ପ୍ରାଣୀ କି ଉପଦେଶ ଦେଉ ଏଣୁ ମୋହର ମନ ଜାଣି ଯେ ଆଜ୍ଞା ଦେଲୁ ଚକ୍ରପାଣି ଅନାଥ ନାଥ ତୋ ମହିମା କେ ଜାଣି ପାରେ ଗୁଣ ସୀମା ମୁଁ ତୋର ଚରଣେ କିଙ୍କର ଏମନ୍ତେ ଆଜ୍ଞା ମୋତେ କର ରୂପ ରୂପ ତୋର ଯେତେ ଏ ସୃଷ୍ଟି କରୁ ତୁ ଯେ ମନ୍ତେ ତୁ ମାୟା ଯୋগে ସୃଷ୍ଟି କରି ତୋର ଶିକ୍ଷାରେ ତୋର ପୁରୀ ଏ ସୃଷ୍ଟି କରି ସଂହାରଣ ତୁ ନାଥ ପରମ କାରଣ ସୃଷ୍ଟି ସଂକଳ୍ପେ ମୋର ଇଚ୍ଛା ତୁ ନାଥ କର ସୃଷ୍ଟି ଦୀକ୍ଷା ସ୍ୱତନ୍ତ୍ର ସୁତେ ଉନ୍ନମ୍ରାଭି ক্রীড়া এ জেনে ধনে ভাবি তেমন্ত বুদ্ধি দিয়া মতে এ সৃষ্টি করাই যে মন্তে সৃষ্টি স্মরণে ভগবান কেবে হে নাহি মোর জ্ঞান বন্ধু যে পরি বন্ধু দেখি সকল কর্ম সে উপেক্ষি করই বন্ধুর আদর সে পরি কলু দামোদর মু তোতে মাগুছি যে যাহা গর্ব নচু মোর কায়া সৃষ্টি করিণ তো সেবারে ମୋ ମନ ରହିବ ନିଶ୍ଚଳେ ତୋ ଅନୁଗ୍ରହ ଯେବେ ମୋତେ ତୁ ନାଥ ବସ ମୋର ଚିତେ ଶ୍ରୀ ଭଗବାନ ବାଚ ଶୁଣ ବିଧାତା ମୋ ବଚନ ଯେଣେ ଲଭିବ ସୃଷ୍ଟି ଜ୍ଞାନ ସୃଷ୍ଟି ସଜନ ଅଙ୍ଗ ଯେତେ हर से काहू तो अग्रते जे रूप गुण कर्म भाव से तत्व ज्ञान तो होइब प्रसरी मोर अनुग्रहे ए सर्व ज्ञान तोर देहे सृष्टिर अग्रे मुहि एक मोतहु प्रकाशे अनेक सत सत परे मुहि जे अवशोष शेषे थाई अर्थ को छाड़े जेने चिंते प्रतीत जेने आत्मा होते माया प्रकाशे से प्रमाण गगन जेने ज्योतिर्गण ए जीव स्थूल सूक्ष्म जेते प्रकाश होती पंचभूते छाड़ी पसंती पूर्ण पूर्ण मो माया शरीरे प्रमाण तोर प्रस्तावे प्रजापति
କହିଲି ସୃଷ୍ଟି ଯଥାକୃତି ଯେଝା ବିଚାର ଅନୁମାନେ ସେ ସର୍ବକାଳ ବିଦ୍ୟାମାନେ ଏ ମୋର ତତ୍ତ୍ୱ ଜ୍ଞାନ ବଳେ ଧରତୁ ସମାଧି ନିଶ୍ଚଳେ କଳ୍ପ ବିକଳ୍ପ ତୋର ଚିତ କେବେ ନୋହିବ ବିମୋହିତ। ଶ୍ରୀ ଶୁକ ଉବାଚ ସେ ନିରାକାର ଭାବଗ୍ରାହୀ ବ୍ରହ୍ମାକୁ ସୃଷ୍ଟି ତତ କହି ତକ୍ଷଣେ ବ୍ରହ୍ମାର ଗ୍ରତେ ଗୋବିନ୍ଦ ଗଲେ ଶୂନ୍ୟ ପଥେ କୃଷ୍ଣ ନ ଦେଖି ପ୍ରଜାପତି ପଥେ ଅନେକ କଲେ ସ୍ତୁତି କର ଅଞ୍ଜଳି ଶିରେ ଦେଇ ଅନେକ ଭାବରେ ବିମୋହି ବିଷ ସଜିଲେ ବିଷ ତେଜେ ପୂର୍ବରୁ ପ୍ରାୟ ନାନା ବୀଜେ ସେ ଧର୍ମ ଗତି ପ୍ରଜାପତି ନିଯୁକ୍ତ ଆତ୍ମା ମହାଗତି ପ୍ରଜା କଳ୍ପନା ଚିନ୍ତା କରି ଆତ୍ମାର ହିତେ ମନ ଧରି ନାରଦ ବାକ୍যେ ଦେବଦର ହରି ମହିମା ଅଗୋଚର ଯେତେ କହିଲେ ସୃଷ୍ଟି ଅର୍ଥେ ମାୟାର ମହିମା ଯେମନ୍ତେ ଜାଣିବା ଅର୍ଥେ ମହାମୁନି କହି ବିଧାତା ହେଲେ ତୁନି ବ୍ରହ୍ମା ନାରଦ ପ୍ରଶ୍ନ ଯେତେ କହିଲୁ ତୁମ୍ଭର ଅଗ୍ରତେ ନାରଦ ସାବଧାନେ ଶୁଣ ଏ ଭାଗବତର ପ୍ରମାଣ 10 ଲକ୍ଷଣେ ଏହା ଜାଣି ଦେବା କହିଲୁ ପରିମାଣି ଏ କଥା ସରସ୍ୱତୀ ତଟେ କହିଲେ ବ୍ୟାସଙ୍କ ନିକଟେ 16 ପରିମାଣି ବ୍ୟାସେ ନାରଦ ମୁଖୁ ଶୁଣି ସେ ବ୍ୟାସ ମୁନି ତୋଷ ଚିତେ 18 ସହସ୍ର ଗ୍ରନ୍ଥ ଯୁକ୍ତେ ମୁଁ ଶିକ୍ଷା କଲି ତାଙ୍କ ତହୁଁ ତୁ ଭାଗ୍ୟବନ୍ତ ନୃପଜହୁଁ ଏବେ ମୁଁ ତୋହର ଗ୍ରତେ କହିବି ପଚାରିବୁ ଯେତେ ଏମନ୍ତ ପରୀକ୍ଷିତ ମେଳେ ଶୁକ କହିଲେ ଗଙ୍ଗା କୂଳେ 10 ଲକ୍ଷଣେ ଭାଗବତ କହିଲେ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ 82 ଦ୍ୱିତୀୟ ସ୍କନ୍ଧେ ପ୍ରକୃତି ବର୍ଣ୍ଣନେ ନାମ 9ମୋऽଧ୍ୟାୟ।